ଶୀତ ପଡ଼ିଛି ଦେଖିକି ଘରେ କହିଲେ ଆଜି ରାତିରେ ଟିକେ ରୁଟି କରିବାନି। ଆଉ ମୁଁ ତରକାରୀ ଫରକାରୀ କରିଦେବି, ତୁମେ ଟିକେ ରୁଟି ନେଇ ଆସନ୍ତନି। ମୁଁ କହିଲି ହଁ ରୁଟି ନେଇ ଆସିବା। ଆଉ ଏବେ ତ ଚାରିଆଡ଼େ ସେ ଯେଉଁ ମେସିନ୍ ପଡ଼ିଗଲାଣି। କନିକା ଛକ ପାଖରେ ଦୁଇଟା ମେସିନ୍ ପଡ଼ିଛି, ଏପଟେ ସେଲ୍ଟର ଛକରେ ଗୋଟେ ମେସିନ୍ ପଡ଼ିଛି, ରୁଟି ତିଆରି ମେସିନ୍। ଯିବି ଫଟଫଟ ନେଇ ଆସିବି। ଆଉ ଅଟା ତ ହେଲାଣି 45 ଟଙ୍କା 50 ଟଙ୍କା, ଆଉ 2.5 ଟଙ୍କା ଲେଖାଁ ସେ ରୁଟି ନେଉଛନ୍ତି। ନେଇ ଆସିବା ଫଟଫଟ। ଆଉ 16ଟା ରୁଟି ନେଇ ଆସିଲେ 40 ଟଙ୍କା ନେବ, ଆଉ ସମସ୍ତଙ୍କର ହେଇଯିବ। ଆଉ ଘରେ କହିଲେ ହଉ ଭଲ ହେଲା, ଯା ଯା ଯା। ମୁଁ ଚାଲିଗଲି ମୋଟରସାଇକେଲ ମାରିକି। ଆଗେ ଦେଖିଲା ବେଳକୁ କନିକା ଛକରେ ଯେଉଁ ଦୋକାନରେ ରୁଟି, ମୋତେ ସେ ଦୋକାନଟା ଦେଖା ହେଲାନି। ମୁଁ କହିଲି ଆରେ କ'ଣ ହେଇଛି, ଦୋକାନଟା କୁଆଡ଼େ ଗଲା? ଦେଖିଲା ବେଳକୁ 3 ଥାକ ଦେଖିକି ଲୋକ ଠିଆ ହେଇଛନ୍ତି। ଉପରେ ବହେ ଲୋକ, ମଝି ପାହାଚରେ ବହେ ଲୋକ, ତଳେ ବହେ ଲୋକ, ମୋଟରସାଇକେଲ ଫଟରସାଇକେଲ ଗଦା ହେଇଛି, ରାସ୍ତା ଏକଦମ ଟ୍ରାଫିକ୍ ଜାମ୍। କ'ଣ ହେଇଛି ନା ରୁଟି ପାଇଁ ଲୋକଙ୍କ ଭିଡ଼, 2.5 ଟଙ୍କା ରୁଟି ସେ ଦୋକାନ। ଆଉ ମୁଁ କହିଲି ଆରେ ରୁଟି କ'ଣ ଏଠି ମୁଁ ନେବି, ଏଠି ତ ବାଲିଯାତ୍ରା ଭଳିଆ ଭିଡ଼ ହେଇଛି। ଟିକେ ଆଗକୁ ଗଲାବେଳକୁ ପୁଣି ଆଗ ଛକରେ ଆର ଦୋକାନଟାରେ ସମାନ ଅବସ୍ଥା, ଭିଡ଼ କରିଛନ୍ତି ଲୋକ। ମୁଁ କହିଲି ଆଉ ରୁଟି ବୋଧେ କେହି ଘରେ କରୁନାହାନ୍ତି, ଆଉ ଶୀତ ପଡ଼ିଛି ବୋଲି ସମସ୍ତେ ଏଠୁ ନେଇଯାଉଛନ୍ତି। ଆଉ କାହିଁ ଏତେ କଷ୍ଟ କରିବେ, ଗ୍ୟାସ୍ ଜାଳିବେ, ଅଟା କିଣିବେ, ଚକୁଟା ଚକୁଟି କରିବେ, ପୁଣି ରୁଟି ସେକିବେ, ଏକାଥରେ ତ ଏଇଠୁ ରୁଟି ନେଇଯିବେ। ଆଉ ଅବସ୍ଥା ମୁଁ ଦେଖିକି ମୋତେ ଆଉ ସାହସ ହେଲାନି ସେ ଭିଡ଼ ଭିତରେ ପଶିବା ପାଇଁ। ମୁଣ୍ଡ ଫୁଣ୍ଡ ଟେକିକି ଏପଟ ସେପଟ ଟିକେ ଅନେଇଲି। ଖାଲି ମୋତେ ଦେଖାହେଲା କ'ଣ ଅଟା ମେଞ୍ଚେ ଗୋଟେ ମେସିନ୍ରେ ଜଣେ ପକାଇ ଦେଉଛି, ସିଏ କ'ଣ ଗୁଳା ହେଇକି ବାହାରି ଯାଉଛି, ସିଏ ସେକି ହେଇକି ବାହାରି ଯାଉଛି, କିନ୍ତୁ ମୋ ହାବୁଡ଼ରେ ପଡ଼ୁନି। ପ୍ରଥମ ଲୋକ 20 କହୁଛି, ତାପରେ ଲୋକ 30 କହୁଛି, ତା ଲୋକ 6 କହୁଛି, ତା ଲୋକ 8 କହୁଛି। ଏମିତି ହେଇ ହେଇ 10-15 ମିନିଟ୍ ଠିଆ ହେଲି। ତାପରେ ଘରକୁ ଫୋନ୍ କଲି। ମୁଁ କହିଲି ଆରେ ରୁଟି ଯଦି ତୁମେ ଏଇଠି ନେବାକୁ ଆଶା କରିବ, ତାହେଲେ ରାତି ପାଇଯିବ, ରାତି 11ଟା ହେଇଯିବ। ରୁଟି ଯେତିକି ଲୋକ ଗଦା ହେଇଛନ୍ତି, ରୁଟି ଆଉ ମିଳିବ ନାହିଁ। କ'ଣ କରିବ, ଇଚ୍ଛା ନଥାଏ। ସେଠୁ କହିଲା ହଉ ପଳେଇ ଆସ, ଆଉ ରୁଟି ବହୁତ କଷ୍ଟରେ କରିଦେବା। ଆଉ କଥା ହେଉଛି ରୁଟି ମେସିନ୍ ଗୁଡ଼ିକ ଏବେ ସବୁଆଡ଼େ କଟକରେ ପଡ଼ିଗଲାଣି, ଭୁବନେଶ୍ୱରରେ ପଡ଼ିଗଲାଣି। ପ୍ରତି ରୁଟି ମେସିନ୍ ପାଖରେ 3-4 ସ୍ତ୍ରୀ ଲୋକ ଅଟା ପକାଇକି ରୁଟି କାଢ଼ୁଛନ୍ତି, ଏବଂ ଚଣା ମସଲା, ଡାଲମା, ତଡ଼କାଠୁ ଆରମ୍ଭ କରି କେତେ କ'ଣ ତରକାରୀ କରୁଛନ୍ତି ଟିକେ କମ୍ ରେଟ୍ରେ। ଭଲ ଲାଗୁଛି ସବୁ ଜିନିଷ, ବେପାର ବଟା ହେଉଛି, ସ୍ତ୍ରୀ ଲୋକ କାମରେ ଲାଗିଛନ୍ତି। କିନ୍ତୁ ଯେଉଁଭଳି ଭାବରେ ମେସିନ୍ ବର୍ତ୍ତମାନ ପଡ଼ୁଛି, ଏବେ ସିନା ନୂଆ ନୂଆ ଭିଡ଼ ହେଉଛି, ଲୋକ ଭିଡ଼ ଖାଉଛନ୍ତି। ଆଗକୁ ଖାଲି ମେସିନ୍ ଗୁଡ଼ା ପଡ଼ିଥିବ, ରୁଟି ଖାଇବାକୁ ଲୋକ ନଥିବେ। କାହିଁକିନା ମୋ ପିଲାବେଳେ ମନେ ଅଛି, ମାଛ ଗୋଦାମ ଯେତେବେଳେ ଯାଜପୁର କିଆନାଳି କୂଳରେ ପ୍ରଥମେ ଖୋଲିଲା, ଗୋଟିଏ ମାଛ ଟ୍ରକ୍ ଆସୁଥିଲା, ପିଟାପିଟି ହେଇକି ଲୋକ ମାଛ ନେଉଥିଲେ। ଦେଖା ଶିଖାରେ 4-5-6ଟା ଗୋଦାମ ହେଇଗଲା, କାହାରି ମାଛ ଆଉ ଚାଲିଲା ନାହିଁ, ସମସ୍ତେ ଲସ୍ରେ ରହିଲେ। ସେଇଭଳି ଯେତେବେଳେ ମନେ ଥିବ ମାଇନ୍ସ ଗୁଡ଼ାରେ ଯେତେବେଳେ ଆଇରନ୍ ଟ୍ରକ୍ ବାହାରିଲା, ଘରେ 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 ସମସ୍ତେ ଟ୍ରକ୍ କିଣି ପକାଇଲେ ଲାଭ କରିବା ପାଇଁ। ଗୋଟେ ଟ୍ରିପ୍ରେ 20,000 30,000 ଲାଭ ହେଲା। ସବୁ ଧନ୍ଦା ଛାଡ଼ିକି ଲୋକ ଆଇରନ୍ ଟ୍ରକ୍ କରି ପକାଇଲେ, ଲୋନ୍ କରିକି, ଧାର କରିକି। ସମୟ ଆସିଲା, କେବଳ ଲୁହା ହେଇକି ସେଗୁଡ଼ିକ ପଡ଼ିଲା, ସ୍କ୍ରାପ୍ ହେଇକି ଗଲା, ଏବଂ ଲୋକମାନେ ଦେବାଳିଆ ହେଇଗଲେ, ଅସୁବିଧାରେ ପଡ଼ିଲେ। ମୋ କହିବା କଥା ହେଉଛି, ରୁଟି ଖାଲି ଗୋଟେ ବାହାନା। କିନ୍ତୁ ଯେଉଁ ଜିନିଷ ଆମେ କରୁଛନ୍ତି, ଯଦି ତା'ର ଯେତେ ପରିମାଣରେ ଦରକାର ତାଠୁ ଅଧିକା ହେଇଗଲା, ତାହେଲେ ଏଇ ଜିନିଷ ନିଶ୍ଚିତ ଭାବରେ ଆଗକୁ ହଇରାଣ କରିବ, ଲସ୍ କରେଇବ।